ତ ଏବେ ବହୁତ ପିଲା ଇଣ୍ଟରଭ୍ୟୁ ଦେଉଛନ୍ତି। କିନ୍ତୁ ଇଣ୍ଟରଭ୍ୟୁ ଯେଉଁମାନେ ବି ଦେଉଛନ୍ତି ତ ତାଙ୍କର ବର୍ତ୍ତମାନ ଏବେ ଯେଉଁମାନେ ବି ଇଣ୍ଟରଭ୍ୟୁ ଦେଉଛନ୍ତି ୟା ଜବ୍ ସୁଇଚ୍ କରୁଛନ୍ତି 2026ରେ ୟା 2027ରେ ବି ଯେଉଁମାନେ ଜବ୍ ଚେଞ୍ଜ କରିବେ। ତ ଯେବେ ବି ତୁମେ ଜବ୍ ଚେଞ୍ଜ କରୁଛ ଏବେ ହେଉ କି 2027 ପାଇଁ ବି ଟ୍ରାଏ କରୁଛ ତ ବର୍ତ୍ତମାନ ମାର୍କେଟ ବହୁତ ଟପ୍ ଅଛି। ତ ବହୁତ ଡିଫିକଲ୍ଟ ହେଉଛି ଜବ୍ ପାଇବା ପାଇଁ। ବର୍ତ୍ତମାନ ଏବେ ଯେଉଁ ଇଣ୍ଟରଭ୍ୟୁ ପ୍ରୋସେସ୍ ତ ଆଗରୁ ଯେଉଁ ଇଣ୍ଟରଭ୍ୟୁ ପ୍ରୋସେସ୍ ଡିଫରେନ୍ସ ବହୁତ ରହୁଛି। କାହିଁକିନା ଆଗରୁ ଥିଲା ହଁ ଇଣ୍ଟରଭ୍ୟୁ ନର୍ମାଲ୍ ହେଉଥିଲା, ପିଲା ସବୁ ଜବ୍ ପାଇଯାଉଥିଲେ, ପିଲା ଆରାମସେ ଜବ୍ ଜଏନ୍ କରିଯାଉଥିଲେ। କିନ୍ତୁ ବର୍ତ୍ତମାନ ଏବେ ଇଣ୍ଟରଭ୍ୟୁ ଗୋଟେ କ୍ରାକ୍ କରିବା ବହୁତ ଡିଫିକଲ୍ଟ। ତାପରେ ଆଉ ଗୋଟେ ଜିନିଷ ହେଲା, ଯେଉଁମାନେ ବି ଇଣ୍ଟରଭ୍ୟୁ ଦେଉଛନ୍ତି ସେମାନଙ୍କୁ ଅଫର୍ ଲେଟର୍ ଆସୁନି। ଯଦି ତୁମର ଫାର୍ଷ୍ଟ ରାଉଣ୍ଡ ସେକେଣ୍ଡ ରାଉଣ୍ଡ କ୍ଲିୟର୍ ହେଇଯାଉଛି, ଥାର୍ଡ଼ ରାଉଣ୍ଡ ବି ହେଉନି। ତ ଆଉ ଗୋଟେ ଜିନିଷ, ଇଣ୍ଟରଭ୍ୟୁ ହେଉଛି କିନ୍ତୁ ଇଣ୍ଟରଭ୍ୟୁର ରେଜଲ୍ଟ ସେମାନେ ଦେଉନାହାନ୍ତି। ତ ଏମିତି ବି ସିଚୁଏସନ୍ ହେଉଛି। ଏବେ ଯେଉଁ 2026ରେ ଯେଉଁମାନେ ବି ଟ୍ରାଏ କରୁଛନ୍ତି ୟା ଯେଉଁମାନେ ବି ଜବ୍ ସୁଇଚ୍ କରିବା ପାଇଁ ଟ୍ରାଏ କରୁଛନ୍ତି ୟା ଯେଉଁମାନେ ବି ଜବ୍ ଛାଡ଼ିକିରି କମ୍ପାନୀ ଚେଞ୍ଜ କରୁଛନ୍ତି, ତ ସମସ୍ତଙ୍କ ପାଇଁ ବର୍ତ୍ତମାନ ମାର୍କେଟ ଡିଫିକଲ୍ଟ। ତ ବର୍ତ୍ତମାନ ଜବ୍ ଯେଉଁମାନେ ବି ଟ୍ରାଏ କରୁଛନ୍ତି ତାଙ୍କୁ କେଉଁ ଦିନ ମିଳିବ ବି ଗ୍ୟାରେଣ୍ଟି ନାହିଁ। ତ ଯେଉଁମାନେ ବି ଇଣ୍ଟରଭ୍ୟୁ ଦେଉଛନ୍ତି ତାଙ୍କର ଅଫର୍ ଲେଟର୍ ଆସୁନି। ଯେଉଁମାନଙ୍କୁ ଆସୁଛି ବି ମାନେ ଅଫର୍ ଲେଟର୍ ତ ଆସିବା ଡିଫିକଲ୍ଟ ଏ କଥା। ଦ୍ୱିତୀୟ କଥା, ଯେଉଁ ବି ଆସୁଛି ପ୍ୟାକେଜ୍ ଇସ୍ୟୁ, ତ ଯେଉଁ ବି ସାଲାରୀ ନେଗୋସିଏଟ୍ ହେଉଛି କମ୍ପାନୀ ବର୍ତ୍ତମାନ ଏବେ ଯଦି ବି ତୁମେ 10 ଲକ୍ଷ ପ୍ୟାକେଜ୍ ପାଉଛ, ତୁମେ 20 ଲକ୍ଷକୁ ଚେଞ୍ଜ କରିବାକୁ ଚାହୁଁଛ ତ କମ୍ପାନୀ କେବେ ବି ପ୍ୟାକେଜ୍ ଅଧିକ ଦେଉନି ଏ କଥା। ଦ୍ୱିତୀୟ କଥା ହେଲା ହାଇକ୍। ଏବେ ବହୁତ କମ୍ପାନୀ ତୁମେ ଦେଖ କମ୍ପାନୀରେ ଇଣ୍ଟରଭ୍ୟୁ ଦିଅ, ବହୁତ କମ୍ପାନୀ ହାଇକ୍ ବି କମ୍ ଦେଉଛି। ତ ବର୍ତ୍ତମାନ ମାର୍କେଟର ସିଚୁଏସନ୍ ଜବ୍ ପାଇବା ଆଉ ଗୋଟେ ହେଲା ଜବ୍ରେ ସର୍ଭାଇଭ୍ କରିବା। ବର୍ତ୍ତମାନ ମାର୍କେଟରେ ତୁମେ ବିଲିଭ୍ କରିବନି, ଅଫିସରେ ଡେଲି ଅଫିସ ଗଲା ପରେ ମାନେ ଏମିତି ଡିଫିକଲ୍ଟ ସିଚୁଏସନ୍ ହେଉଛି ସକାଳୁ ରାତି ପର୍ଯ୍ୟନ୍ତ କିଛି ନା କିଛି ପ୍ରୋବ୍ଲେମ୍ କ୍ରିଏଟ୍ ହେଉଛି। କେଉଁଠି ମାଇକ୍ରୋ ମ୍ୟାନେଜମେଣ୍ଟ ହେଲାଣି, କେଉଁଠି ଏସ୍କେଲେଟ୍ ହେଇଗଲାଣି। ମାନେ ଆଜିକା ଡେଟ୍ରେ ତୁମେ ସମସ୍ତଙ୍କ ପାଟିରେ ଶୁଣିବ ଏସ୍କେଲେସନ୍। ମାନେ ପ୍ରକୃତ କ'ଣ ଏସ୍କେଲେଟ୍ ହେଉଛି ନ ହେଉଛି କିଛି ମ୍ୟାଟର୍ କରେନି, କିନ୍ତୁ ଏନ୍ଭାୟରମେଣ୍ଟକୁ ଏମିତି ଖରାପ କରି ରଖୁଛନ୍ତି। ତ ତୁମେ କାମ କରିବାକୁ ତୁମକୁ ଯେଉଁଟା ଲାଗୁଛି କି ହଁ, ବହୁତ ଲୋକଙ୍କୁ ଲାଗୁଛି ଆଇଟିରେ ବହୁତ ପଇସା, ଆଇଟିରେ ସାଲାରୀ ମନ୍ଥଲି 2 ଥର ଆସୁଛି। ଲୋକଙ୍କର ମାଇଣ୍ଡ ସେଟ୍ ବି ଅଛି ଆଜିକା ଡେଟ୍ରେ ଲୋକଙ୍କର। କିନ୍ତୁ ମନ୍ଥ ଷ୍ଟାର୍ଟିଂରୁ ମନ୍ଥ ଏଣ୍ଡ ଯାଏ ଯେଉଁ ଡିଫିକଲ୍ଟି ସିଚୁଏସନ୍ ବର୍ତ୍ତମାନ ଅଫିସରେ ଫେସ୍ କରିବାକୁ ପଡ଼ୁଛି। ତ ତୁମେ ଯେଉଁ 30 ଦିନ କାମ କରିକି ସାଲାରୀ ତୁମେ ଏଣ୍ଡରେ ପାଇବ, ତ ସେ ଯେଉଁ ଜିନିଷ ହ୍ୟାଣ୍ଡେଲ୍ କରିବା ଏତେ ଇଜି କଥା ନୁହଁ। ତ ମେଣ୍ଟାଲି ବହୁତ ୱିକ୍ ରହୁଛନ୍ତି ପିଲା। ତ ବର୍ତ୍ତମାନ ପିଲାଙ୍କୁ ଅଫିସରେ ବହୁତ ଟର୍ଚର୍ ବି ହେଉଛନ୍ତି। ତ ବର୍ତ୍ତମାନ ଏବେ ଯେଉଁମାନେ ଇଣ୍ଟରନାଲ୍ କାମ କରୁଛନ୍ତି ସେମାନେ ଜାଣିପାରୁଥିବେ ଏଇ ଜିନିଷ ମୁଁ କାହିଁ କହିବାକୁ ଚାହୁଁଛି। କାହିଁକିନା ଆମ ଅଫିସରେ ବି ଚାଲିଛି କେମିତି ପିଲା ସବୁ ଟର୍ଚର୍ ହେଉଛନ୍ତି, କେମିତି ଇଣ୍ଟରନାଲି ମାଇକ୍ରୋ ମ୍ୟାନେଜର୍ ହେଉଛି, କେମିତି ଫେଭରେଟିଜିମ୍ ଚାଲିଛି, କେମିତି ପାର୍ସିଆଲିଟି ହେଉଛି। ତ ବହୁତ ପ୍ରକାର ଜିନିଷ ଆଇଟି ସେକ୍ଟର ଏବେ ଚାଲିଛି। ତ ବର୍ତ୍ତମାନ ଏବେ ଆଇଟି ସେକ୍ଟରରେ ଜବ୍ ପାଇବା ଯେତିକି ଡିଫିକଲ୍ଟ ପିଲାଙ୍କୁ ହେଉଛି, ମୋତେ ଗୋଟେ ଭାଇ ମୋର ରିଜ୍ୟୁମ୍ ସେୟାର କରିଥିଲା। ତ ମୁଁ ବହୁତ ଟ୍ରାଏ କରୁଛି ତାକୁ ଗୋଟେ ଜବ୍ ପାଇବା ପାଇଁ, କେଉଁଠି ତା ସାଙ୍ଗସାଥିଙ୍କ କମ୍ପାନୀରେ କେଉଁଠି ରେଫର୍ କରିବି। କିନ୍ତୁ ବର୍ତ୍ତମାନ ଏବେ ସିଚୁଏସନ୍ ବର୍ତ୍ତମାନ ନା ଫ୍ରେସର୍ ହେଉ କି ଇଣ୍ଟର୍ନସିପ୍ ହେଉ ଯାହା ବି ମିଳିବା ବହୁତ ବର୍ତ୍ତମାନ ଡିଫିକଲ୍ଟ। ଆଉ ଗୋଟେ ଜିନିଷ ହେଲା, ଆଉ ଗୋଟେ ଭାଇଟା ମୋର ସେ ଗୋଟେ ସାନ ଭାଇ ହେବ, ସେ 2-3 ବର୍ଷ ହେଲା ଟ୍ରାଏ କରୁଛି ତାକୁ ବି ବର୍ତ୍ତମାନ ଏବେ ଏପର୍ଯ୍ୟନ୍ତ ବି ତାକୁ ଜବ୍ ମିଳିନି। ତ ବର୍ତ୍ତମାନ ଏ ଭିଡ଼ିଓରେ ମୁଁ ଏମିତି ଡିମୋଟିଭେଟ୍ କରୁନି। ବର୍ତ୍ତମାନ ମାର୍କେଟ ଆକ୍ଚୁଆଲି ଟପ୍ ଅଛି। ମାର୍କେଟ ଯେହେତୁ ଟପ୍ ଅଛି ବର୍ତ୍ତମାନ 2026 ହେଉ 27 ହେଉ, ଏ ଯେଉଁ ଏଆଇର ହାଇପ୍ ବନେଇକି ରଖିଛନ୍ତି କି ଏଆଇ ଏବେ ବର୍ତ୍ତମାନ ଅଫିସରେ କ'ଣ ହେଉଛି କି ତୁମେ ଯେଉଁ କାମ ମନେକର ଗୋଟେ ଦିନ ନେଉଥିଲ ଗୋଟେ କାମ କରିବାକୁ, ତ ତୁମେ କେତେ ଜଲ୍ଦି ତୁମେ ସେ କାମ କରିପାରିବ ଅଫିସରେ ତୁମକୁ ଇମ୍ପାକ୍ଟ ପଚରା ହେଉଛି। ଏଆଇ ଇମ୍ପାକ୍ଟ ତୁମେ ଯଦି ଏଆଇ ୟୁଜ୍ କରୁଛ ଦେନ୍ ଏଆଇର ଇମ୍ପାକ୍ଟ କେତେ ତୁମେ ଦେଇଛ, 30 ମିନିଟ୍ ହେଉ, 1 ଇୟର୍ ହେଉ, 2 ଆୱାର୍ ହେଉ। ତ ତୁମେ ଯେତେ ବି ୟୁଜ୍ କରିଛ 1 ଆୱାର୍, 2 ଆୱାର୍, 30 ମିନିଟ୍, 3 ଆୱାର୍, ଯେତେ ବି ତୁମେ ଏଆଇ ୟୁଜ୍ କରୁଛ ତା'ର ଗୋଟେ ଇମ୍ପାକ୍ଟେଡ଼ ଟାଇମ୍ ତୁମେ ଗୋଟେ ମେନସନ୍ କରିବ। ଆଉ ଗୋଟେ କଥା ହେଲା, ଯେଉଁ ବି ତୁମେ ଟାସ୍କ କରୁଛ ସମସ୍ତଙ୍କୁ ଦରକାର କ୍ୱିକ୍। ତୁମେ ଏମିତି ନାହିଁ ଯେ ତୁମେ ଗୋଟେ ଟାସ୍କକୁ ତୁମେ ଗୋଟେ ୱିକ୍ ନେଇଯିବ, ଗୋଟେ ଟାସ୍କକୁ ତୁମେ 3 ଦିନ ନେଇଯିବ, ଗୋଟେ ଟାସ୍କକୁ ତୁମେ 2 ୱିକ୍ ନେଇଯିବ, ସେଇଟା ନାହିଁ। ତୁମେ ଯାହା ବି ତୁମେ କାମ କର, ତୁମେ ଯାହା ବି ଟାସ୍କ କରୁଛ ତା'ର ଗୋଟେ ଏଷ୍ଟିମେସନ୍ ଟାଇମ୍ ଆଜିକାଲି ଦେବାକୁ ପଡ଼ୁଛି। ତୁମେ ପର୍ଟିକୁଲାର ଏଷ୍ଟିମେସନ୍ ଟାଇମ୍ ଦେବ ଏକ୍ସେଲ୍ ସିଟ୍ରେ କି ମୋତେ 1 ଆୱାର୍ ଲାଗିବ କି 0.5 ହାଫ୍ ଡେ ଲାଗିବ କି ହାଫ୍ ଡେରୁ ତୁମକୁ ଆହୁରି କମ୍ ସମୟ ଲାଗିବ। ତ ତୁମର ସେଇ ହିସାବରେ ତୁମେ ଏଷ୍ଟିମେଟ୍ ଦେଲେ
ସେମାନେ ଏବେ କ'ଣ କରୁଛନ୍ତି, ସ୍ପ୍ରିଣ୍ଟ ପ୍ଲାନିଂ ମିଟିଂ ହେଉଛି, ତୁମର ସ୍ପ୍ରିଣ୍ଟ ପ୍ଲାନିଂ ମିଟିଂରେ ସେମାନେ କ'ଣ କରୁଛନ୍ତି, ରିଭ୍ୟୁ କରୁଛନ୍ତି କି ତୁମେ ଯେଉଁ ପର୍ଟିକୁଲାର ଟାସ୍କ କରୁଛ କି ସେ ଟାସ୍କ ତୁମେ ଯେଉଁଟା ପକେଇଛ ସେଇଟା ଆକ୍ଚୁଆଲି ଠିକ୍ ପକେଇଛ କି ନ ପକେଇଛ। ସେମାନେ କ'ଣ କରୁଛନ୍ତି, ଆଜିକାଲି ବହୁତ ଜିନିଷ ହେଇଗଲାଣି ଟୁଲ୍, ତ ସେମାନେ ଫିଲ୍ଟର ମାରିଦେଇ ଦେଖି ଦେଉଛନ୍ତି କି ପିଲାଟା ସତରେ ପକେଇଛି କି ମିଛରେ ପକେଇଛି। ତ ବର୍ତ୍ତମାନ IT ସେକ୍ଟର ବହୁତ ଡିଫିକଲ୍ଟ ହେଇଗଲା ବର୍ତ୍ତମାନ ସର୍ଭାଇଭ୍ କରିବା। ତାପରେ ଆଉ ଗୋଟେ କଥା ହେଲା, ବର୍ତ୍ତମାନ ଯେଉଁ ପିଲା ବି ଇଣ୍ଟରଭ୍ୟୁ ଦେଉଛନ୍ତି ସେମାନେ ବି ଫ୍ରଷ୍ଟ୍ରେଟ୍ ହେଇଯାଉଛନ୍ତି, କାହିଁକିନା 2-4 ମାସ 5 ମାସ ଯେତେବେଳେ ତୁମେ ବସିକିରି ଇଣ୍ଟରଭ୍ୟୁ ଦେବ, ତୁମର କେଉଁ ଦିନ ହେବ ତୁମକୁ ଜଣା ନାହିଁ, ତୁମକୁ କେଉଁ ଦିନ ଅଫର୍ ଆସିବ ଜଣା ନାହିଁ। ତ ବହୁତ ପିଲା କାହାର ଲାଷ୍ଟ ରାଉଣ୍ଡରେ ଫସିକିରି ଅଛି, କାହାର ଅଲରେଡ଼ି ଇଣ୍ଟରଭ୍ୟୁ ହେଇଯାଇଛି, HR ଫୋନ୍ ଉଠାଉନି, କାହାର ଇଣ୍ଟରଭ୍ୟୁ ବର୍ତ୍ତମାନ ସିଡ୍ୟୁଲ୍ ହିଁ ହେଉନି। ତ ତୁମେ ଆପ୍ଲାଏ କରି 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 ପିଲା ବିରକ୍ତିଆ ହେଇଯାଉଛନ୍ତି, କିନ୍ତୁ ବର୍ତ୍ତମାନ ଇଣ୍ଟରଭ୍ୟୁ ସିଡ୍ୟୁଲ୍ ହେଉନି। ଇଣ୍ଟରଭ୍ୟୁ HR କଲ୍ କରୁଛି, ତୁମେ ବିଲିଭ୍ କରିବନି, ମୋତେ ବି ବହୁତ କଲ୍ ଆସୁଛି। କଲ୍ ବହୁତ ବେଲି ଦିନକୁ 2-3ଟା 4ଟା କଲ୍ ଆସୁଛି। ଆସିଲା ପରେ ବି ମୁଁ ସବୁଦିନ ମେଲ୍ ରିଫ୍ରେଶ୍ କରୁଛି, କିନ୍ତୁ ମୋତେ ସେମାନେ କହୁଛନ୍ତି କି କଲ୍ରେ, ହଁ ତୁମକୁ ଆମେ ମେଲ୍ କରିଦେବୁ, ତୁମେ ଜବ୍ ଡେସ୍କ୍ରିପ୍ସନ୍ ଦେଖିଦେବ, ତାପରେ ଇଣ୍ଟରଭ୍ୟୁ ପ୍ରୋସେସ୍ ହେବ। ସମସ୍ତେ କଲ୍ କରୁଛନ୍ତି, ସମସ୍ତେ କହୁଛନ୍ତି, କିନ୍ତୁ ମେଲ୍ କେହି କରୁନାହାନ୍ତି। ମୁଁ ମୋର ନର୍ମାଲ୍ ଇନବକ୍ସରେ ଚେକ୍ କର, ସ୍ପାମ୍ରେ ଚେକ୍ କର, ନର୍ମାଲ୍ ଯେଉଁଠି ବି ଆମର ମେଲ୍ ସବୁ ରିଫ୍ରେଶ୍ ହୁଏ, ତ ବହୁତ ମେଲ୍ ହେଇଯାଇଛି, ମୁଁ କାଳେ ଅଧିକ ହେଇଯାଇଛି, ମୁଁ ତାକୁ ଡିଲିଟ୍ କରୁଛି, ତଥାପି ମୋତେ କିଛି ସେମାନେ ମେଲ୍ କରୁନାହାନ୍ତି। ତ ବର୍ତ୍ତମାନ ଯେଉଁ ମାର୍କେଟର ସିଚୁଏସନ୍ ଅଛି, ଏକରେ ତ ବହୁତ ପିଲା ଅଛନ୍ତି ଯେଉଁମାନେ ବି ଏବେ ITରେ ଟ୍ରାଏ କରୁଛନ୍ତି। 2ରେ ଅଲଗା ପ୍ରୋଫାଇଲ୍ ପିଲା ITକି ଆସୁଛନ୍ତି। ତୃତୀୟରେ ଗଭର୍ଣ୍ଣମେଣ୍ଟ ଜବ୍ ମିଳିବା ଏତେ ଡିଫିକଲ୍ଟ ହେଇଗଲାଣି କି ଗଭର୍ଣ୍ଣମେଣ୍ଟ ଜବ୍ରେ ପିଲା 7 ଇୟର୍ 8 ଇୟର୍ 10 ଇୟର୍ ହେଲାଣି ପିଲା ଟ୍ରାଏ କରୁଛନ୍ତି, ତାଙ୍କୁ ମିଳୁନି। ତ ଯେଉଁମାନେ ବି ITରେ ଟ୍ରାଏ କରୁଛନ୍ତି, ତ ପିଲା ଯେହେତୁ ବହୁତ ହେଇଗଲାଣି, କମ୍ପିଟିସନ୍ ବି ସେଇଭଳିଆ ହେଉଛି। କମ୍ପିଟିସନ୍ ବି ଅଧିକ, ଯେଉଁଠି ଅଧିକ ପିଲା ସେଠି କମ୍ପିଟିସନ୍ ଅଧିକ, ପୋଷ୍ଟ କମ୍। ପୋଷ୍ଟ ହିସାବରେ ବର୍ତ୍ତମାନ ଯେଉଁ ବି ପ୍ୟାକେଜ୍ ଯେତିକି ପିଲା ପାଉଛନ୍ତି, ତ ବର୍ତ୍ତମାନ ଆଗରୁ ମିଳିଯାଉଥିଲା 300% ହାଇକ୍, 200% ହାଇକ୍, 100% ହାଇକ୍। ତ ବର୍ତ୍ତମାନ ଏବେ ସେ ସିଚୁଏସନ୍ ଆଉ ନାହିଁ କି ତୁମକୁ ସେଇଭଳିଆ ହାଇକ୍ କମ୍ପାନୀ ଦେବ ଆଉ ତୁମେ ରଜା ପୁଅ ହେଇକିରି ବସିକିରି କାମ କରିବ। ତ ବର୍ତ୍ତମାନ ସେ ଯୁଗ ପଳେଇଲାଣି। ତ ବର୍ତ୍ତମାନ ଏବେ AI ଯୁଗ ଆସିଗଲାଣି, AIର ହାଇପ୍। AI ଏବେ କେତେ ଦିନ ଚାଲିବ ଟ୍ରେଣ୍ଡ, ଦରକାର ପଡ଼ିଲେ ନେକ୍ସଟ ଇୟର୍ ଯାଏ ବି ହେଇପାରେ, ଏଣ୍ଡ ଯାଏ କି 2028 ଯାଏ ବି ହେଇପାରେ, 2027 କିଛି ଗ୍ୟାରେଣ୍ଟି ନାହିଁ, 2030 ବି ଯାଏ ବି ହେଇପାରେ। ତ ବର୍ତ୍ତମାନ ଯେଉଁଠି ବି ଯେଉଁ ପିଲା ବି ଅଛନ୍ତି, ସେ ଜାଗା ବଞ୍ଚେଇବା ତାଙ୍କର, ଆଉ ତାଙ୍କ ଜାଗାକୁ ସର୍ଭାଇଭ୍ କରି ସିଏ ନିଜେ ଚଳିବା ବର୍ତ୍ତମାନ ଡିଫିକଲ୍ଟ। ଏବେ ବର୍ତ୍ତମାନ IT ସେକ୍ଟର କ'ଣ ହେଉଛି ନା, ବର୍ତ୍ତମାନ ଏବେ ସମସ୍ତଙ୍କ ଜାଗା ଦେଖୁଛନ୍ତି। ତୁମେ ବିଲିଭ୍ କରିବନି, ଯେଉଁମାନେ ବି ଅଫିସରେ କାମ କରୁଛନ୍ତି ଜାଣିପାରୁଥିବେ, ବଡ଼ ପୋଷ୍ଟର 10 ବର୍ଷ 15 ବର୍ଷ ଇୟର୍ର ଏକ୍ସପିରିଏନ୍ସ ପିଲା ବି ସେମାନେ ବି ସର୍ଭାଇଭାଲ୍ ମୋଡ଼, 5 ବର୍ଷର ପିଲା ବି ସର୍ଭାଇଭାଲ୍ ମୋଡ଼, 2 ବର୍ଷର ପିଲା ବି ସର୍ଭାଇଭାଲ୍ ମୋଡ଼। ସମସ୍ତେ ମନ୍ଥ ଏଣ୍ଡରେ ସମସ୍ତଙ୍କ ଦରକାର ସାଲାରୀ, ମନ୍ଥ ଏଣ୍ଡରେ ସମସ୍ତଙ୍କର ଡିପେଣ୍ଡାନ୍ସି, ମନ୍ଥ ଏଣ୍ଡରେ ସମସ୍ତଙ୍କୁ ଦରକାର ଆମ ଜବ୍ଟା ହିଁ ସେଫ୍ ଥାଉ, ତାପରେ କ'ଣ ହେଉଛି ଦେଖାଯିବ। ତ ବର୍ତ୍ତମାନ ଏବେ ଯେଉଁ 2026ରେ ମାର୍କେଟର ସିଚୁଏସନ୍ ମାନେ ବହୁତ ଇମ୍ପସିବୁଲ୍, ତୁମେ ଗୋଟେ ଜବ୍ ଚେଞ୍ଜ କରିବା ମାନେ ଏତେ ପସିବୁଲ୍ ଜିନିଷ ନୁହଁ ଯେ ତୁମେ ସାଙ୍ଗେ ସାଙ୍ଗେ ଭାବିବ କି ମୁଁ ଆଜି ଜବ୍ ଚେଞ୍ଜ କରିଦେବି, ଆଜି ପେପର୍ ପକାଇଦେବି, କାଲି ଜବ୍ ମିଳିଯିବ। ନାହିଁ, ସେମିତି ବର୍ତ୍ତମାନ ମାର୍କେଟ୍ ନାହିଁ, ସେମିତି ବର୍ତ୍ତମାନ ମାର୍କେଟର ସିଚୁଏସନ୍ ନାହିଁ। ଆଉ ଯେଉଁମାନେ ବି ତୁମେ ଭିଡ଼ିଓ ଦେଖୁଛ, ତୁମେ ଭାବୁଛ କି ଜବ୍ ଚେଞ୍ଜ କରିବ କି ତୁମେ ଜବ୍ ପେପର୍ ପକାଇକି ସର୍ଚ୍ଚ କରିବ, ସେ ଭୁଲ୍ କେବେ କରନି। ବର୍ତ୍ତମାନ ଯେଉଁଠି ଅଛ ସେଇଠି ଥାଅ। ବର୍ତ୍ତମାନ ତୁମେ ଏବେ ଯେଉଁ ମାର୍କେଟ୍ ଅଛି, ଏ ମାର୍କେଟର ବହୁତ ଟପ୍ ଇଣ୍ଟରଭ୍ୟୁ ଯାଉଛି। ଇଣ୍ଟରଭ୍ୟୁରେ ତୁମେ ଟେକ୍ନିକାଲ୍ ତ ରାଉଣ୍ଡ ଛାଡ଼, କୋଡ଼ିଂ ରାଉଣ୍ଡ ବି ଟପ୍, ଟେକ୍ନିକାଲ୍ ରାଉଣ୍ଡ ଟପ୍, ଯେଉଁଠି AI ଉପରେ ବି ବହୁତ ଜିନିଷ ପଚାରୁଛନ୍ତି ଏବେ ମାର୍କେଟରେ। ତୁମେ ଇଣ୍ଟରଭ୍ୟୁ ଯେଉଁମାନେ ଦେଉଛ ଜାଣିପାରୁଥିବ। ତ ଏଇ ଜିନିଷ ମୁଁ କାହିଁ କହୁଛି, ତ ବର୍ତ୍ତମାନ ମାର୍କେଟର ସିଚୁଏସନ୍, ମାର୍କେଟର ଇଣ୍ଟରଭ୍ୟୁ କେଉଁ ଲେବୁଲ୍ରେ ଯାଉଛି, ଆଉ ଇଣ୍ଟରଭ୍ୟୁ ଦେଇସାରିଲା ପରେ ତୁମକୁ ଲାଗିବ ମୁଁ ବହୁତ ସାଟିସ୍ଫାଏ କି ମୋର ଇଣ୍ଟରଭ୍ୟୁ 100% ଯାଇଛି, କିନ୍ତୁ ତୁମେ ଯେଉଁଟା 100% କହୁଛ ସେଇଟା ଆକ୍ଚୁଆଲି ଇଣ୍ଟରଭ୍ୟୁର ସାଟିସ୍ଫାଏ ନାହିଁ। ତ ରିଜିନ୍ ହେଲା ଏଇଥିପାଇଁ କି ତାଙ୍କୁ ତୁମ ଜାଗାରେ ଆଉ ଭଲ ପିଲା ମିଳିଯାଇପାରେ, ତୁମ ଜାଗାରେ କମ୍ ପ୍ୟାକେଜ୍ର ପିଲା ମିଳିପାରେ, ତୁମ ଜାଗାରେ ତାକୁ ଅଧିକ ଏକ୍ସପିରିଏନ୍ସ କମ୍ ପଇସାରେ ଜଏନ୍ କରୁଥିବ, ସେଇଟା ବି ମିଳିପାରେ। ତ ସେମିତି ତୁମକୁ ଲାଗୁଛି ତୁମେ 100% ଦେଇଛ, ତୁମେ ଟେକ୍ନିକାଲି ଷ୍ଟ୍ରଙ୍ଗ୍ ଅଛ, କିନ୍ତୁ ଇଣ୍ଟରଭ୍ୟୁର ଖୁସି ନାହିଁ। କାହିଁକିନା ତୁମେ ଆଜିକା ଡେଟ୍ରେ କ'ଣ ହେଉଛି ନା, ChatGPT
ବହୁତ ପିଲାଙ୍କ ପାଖରେ ରହୁଛି। ଯେଉଁମାନେ ବି ଇଣ୍ଟରଭ୍ୟୁ ନେଉଛନ୍ତି ସେମାନେ ଜାଣିନାହାନ୍ତି ତମେ କେତେ ଲେବୁଲ୍ ଯାଏ ପ୍ରିପେୟାର ହେଇଛ, ତମେ କେତେ ଲେବୁଲ୍ ଯାଏ ପାଠ ପଢ଼ିଛ। ସେମାନେ କ'ଣ କରୁଛନ୍ତି ଚାଟ୍ ଜିପିଟିରୁ ଦେଖିକିରି କି ଆଡ଼ୁ ସାଡ଼ୁ ଦେଖିକିରି କିଛି ବି କୋଶ୍ଚିନ୍ ତୁମକୁ ମାନେ ତୁମକୁ ରାଣ୍ଡମ୍ କୋଶ୍ଚିନ୍ ପଚାରି ଚାଲ। ଯଦି ତାଙ୍କୁ ଲାଗିଲା କି ତୁମେ କେଉଁଠି ଗୋଟେ ଲ୍ୟାକ୍ ହେଉଛ, ତୁମକୁ ସେଇ ଜିନିଷଟା ପର୍ଟିକୁଲାର ଗୋଟେ ଲାଇନ୍ ବି ତୁମେ କିଛି ଚେଞ୍ଜେସ୍ କରୁଛ, କିଛି ଗୋଟେ ଲାଇନ୍ କହିପାରୁନ, ସେଇଟା ସେମାନେ ରିଜେକ୍ଟ କରୁଛନ୍ତି। ମାନେ ଆଜିକାଲି ତୁମେ ପୁରା ଛୋଟ ଛୋଟ ଟିକି ଜିନିଷକୁ ଆଜିକାଲି ମ୍ୟାଟର୍ କରୁଛି ତୁମେ ସେ ଇଣ୍ଟରଭ୍ୟୁ କ୍ରାକ୍ କରିବ ନ କରିବ। ତ ଆଜିକାଲି ଏକ ହେଲା ବହୁତ ପିଲା ବହୁତ ଡିପେଣ୍ଡେନ୍ସି ବନିକିରି ଅଛି। ତ ଜବ୍ ଛାଡ଼ିଲା ପରେ ସେମାନେ ଜବ୍ ପାଇବା ବି ଜରୁରୀ, କାହିଁକିନା ଜବ୍ ଗୋଟେ ଯେଉଁମାନେ ବି ଜବ୍ କରୁଥିବେ ସେମାନଙ୍କର ଅଲରେଡ଼ି ସେମାନେ ତାଙ୍କର ସେଇଭଳିଆ ଖର୍ଚ୍ଚ ଥିବ, ତାଙ୍କର ସେଇଭଳିଆ ଡିପେଣ୍ଡେନ୍ସି ବନିକି ଥିବ, କାହାର ଲୋନ୍ ଥିବ, କିଏ କେମିତି ବଞ୍ଚୁଥିବ, ତ ଲାଇଫଷ୍ଟାଇଲ୍ ଥିବ। କିନ୍ତୁ ସଡ଼ନଲି ତୁମେ ଗୋଟେ ଜବ୍ ଗଲା ପରେ ତୁମକୁ ସେତିକି ହିଁ ପଇସା ଦରକାର। ମନ୍ଥଲି ତୁମେ ଯେତିକି ବି ସ୍ପେଣ୍ଡ କରୁଛ ଘରେ ହେଉ, ତୁମ ନିଜ ଲାଇଫଷ୍ଟାଇଲ୍ ହେଉ, ଯାହା ବି ତୁମେ ପାଠ ପଢ଼ୁଛ, ବହୁତ ଜିନିଷ ଅଛି, 70,000-80,000 ଯେଉଁ ବି ତୁମେ ଖର୍ଚ୍ଚ କରୁଛ, ତ ସେଇଟା ଯେତେବେଳେ ବନ୍ଦ ହେଇଯିବ ପିଲାଙ୍କର, ଆଜିକା ଡେଟ୍ରେ ତୁମକୁ ଆଇ ଟି ଛାଡ଼ିକିରି ଆଉ କେଉଁ ଜିନିଷରେ ବି ତୁମକୁ ସେ ସଡ଼ନ୍ ତୁମେ ଯେଉଁ ଯେତିକି ସାଲାରୀ ପାଉଛ ସେଠିକି ମିଳିବା ବି ଡିଫିକଲ୍ଟ। ଆଉ ଆଜିକାଲି ତୁମେ ବିଜନେସ୍ କରିବ, ବହୁତ ପିଲା ମାଇଣ୍ଡସେଟ୍ କରୁଛନ୍ତି ଆମେ ଘରକୁ ପଳେଇବୁ, ବିଜନେସ୍ ଷ୍ଟାର୍ଟ କରିବୁ, ସେତିକି ବି ତୁମ ପାଖରେ ବାଲାନ୍ସ ବି ଥିବା ଦରକାର, ସେତିକି ବି ତୁମ ସେଭିଂ ଥିବା ଦରକାର, ତୁମେ ଯାଇକିରି ଘରେ ଗୋଟେ କିଛି ଷ୍ଟାର୍ଟ କରିପାରିବ। ତ ବର୍ତ୍ତମାନ ସେଇଟା ବି ନାହିଁ। ଆଉ ଆଜିକାଲି ମ୍ୟାଟର୍ କରୁଛି ଏଜ୍ ବି ସେମିତି କିଛି ନାହିଁ। ଯେତେବେଳେ ପ୍ରେସର୍ ଆସୁଛି, ପ୍ରେସର୍ ହ୍ୟାଣ୍ଡେଲ୍ କରିବା, ଆଇଟିରେ ପ୍ରେସର୍ ହ୍ୟାଣ୍ଡେଲ୍ କରିବା ବହୁତ ଡିଫିକଲ୍ଟ। ତୁମେ ବିଲିଭ୍ କରିବନି, ଗୋଟେ ପିଲାଙ୍କୁ ମାନେ ଆଇଟି ସେକ୍ଟରରେ ଏମିତି ବିହେଭ୍ କରୁଛନ୍ତି, ତୁମକୁ ଲାଗିବ କି ମୁଁ ଆଜି ହିଁ ପେପର୍ ପକେଇକି ଆଜି ଲ୍ୟାପଟପ୍ ସବମିଟ୍ କରି ପଳେଇବି, କାଲି କ'ଣ ହେଉଛି ଦେଖାଯିବ ନେକ୍ସଟ ଡେରେ। କିନ୍ତୁ ଜିନିଷ କ'ଣ ସବୁଆଡ଼େ ଭାବିଚିନ୍ତି କାମ କରିବାକୁ ପଡ଼ୁଛି, ସମସ୍ତଙ୍କୁ ଲାଗୁଛି ସେଇଟା। କିନ୍ତୁ ଯାହା ବି ହେଉ, ଯାହା ବି ଡିଫିକଲ୍ଟି ଫେସ୍ ହେଉ, ତ ଆମକୁ କରିବାକୁ ପଡ଼ିବ। ଆମକୁ ମନ୍ଥ ଏଣ୍ଡରେ ଆମକୁ ପଇସା ଦରକାର, ମନ୍ଥ ଏଣ୍ଡରେ ଆମକୁ ଯାହା ବି ଆମର ଅଛି ଖର୍ଚ୍ଚ ତାକୁ ବି କରିବାକୁ ପଡ଼ିବ। ତ ତୁମେ ସାଲାରୀ, ତୁମେ ଜବ୍ ଚେଞ୍ଜ କରିଦେବ, ତୁମେ ଜବ୍ ଛାଡ଼ିଦେବ, କିନ୍ତୁ ତୁମର ଯେଉଁ ଖର୍ଚ୍ଚ ତୁମେ ଅଲରେଡ଼ି କରି ଚାଲୁଛ, ତୁମେ କରି ଆସୁଛ, ତ ସେଇଟାକୁ ତୁମେ କେବେ ବନ୍ଦ କରିପାରିବନି। କାହିଁକିନା ସେ ଖର୍ଚ୍ଚ ତ ତୁମର ନର୍ମାଲ୍ ଯେଉଁ ବି ଡେଲି ଲାଇଫ୍ରେ ହେଉଛି, ଯେଉଁ ବି ତୁମେ ଅଲରେଡ଼ି ଜିନିଷ ସବୁ ରେଡ଼ି ହେଇକିରି ଅଛି କି ସାଡ଼ୁ ଆସିବ ଆଡ଼େ ଯିବ, ଏମିତି ନୁହେଁ ଯେ ସାଲାରୀ ଆସୁଛି କେବଳ ଥୁଆ ହେଉଛି। ତ ସାଲାରୀ ଆସୁଛି, ସାଲାରୀ କେଉଁ ବାଟରେ ଯିବା ପାଇଁ ଅଲରେଡ଼ି ବାଟ ଅଛି। ତ ସେ ଜିନିଷ ତୁମେ କେମିତି ବନ୍ଦ କରିବ? ବନ୍ଦ କରିପାରିବନି ନା। ତ ଜିନିଷ ମୁଁ ସେଇଟା। ତ ବର୍ତ୍ତମାନ ଏବେ ଯେଉଁ ଏଆଇ ମାର୍କେଟରେ ଏଆଇ ଇମ୍ପାକ୍ଟ ପଡ଼ୁଛି, ବହୁତ ପିଲାଙ୍କର, ବହୁତ କମ୍ପାନୀ ଫାୟାରିଂ କରୁଛି, ବହୁତ କମ୍ପାନୀ ପିଲାଙ୍କୁ ପିଆଇପିରେ ପକାଉଛି, ବହୁତ କମ୍ପାନୀ ଇଣ୍ଟରନାଲ୍ ଫାୟାରିଂ ହେଉଛି, ବହୁତ ଲୋକ ବି ଜାଣିପାରୁନାହାନ୍ତି। ଆଉ ଯେଉଁ ବି ନ୍ୟୁଜ୍ ତୁମେ ଦେଖୁଛ କି ଏଇ କମ୍ପାନୀ ଏତିକି ଫାୟାର କରୁଛି, ଆକ୍ଚୁଆଲି ଫାୟାରିଂ ଅଧିକ ହେଉଛି, ନ୍ୟୁଜ୍ ଆକ୍ଚୁଆଲି କମ୍ ଯାଉଛି। ଇଣ୍ଟରନାଲ୍ ଯେଉଁ ଜିନିଷ ସବୁ ହେଉଛି, ଇଣ୍ଟରନାଲ୍ ବହୁତ ଜିନିଷ ଜଣାପଡ଼ୁନି ମାର୍କେଟରେ। ଇଣ୍ଟରନାଲ୍ କ'ଣ ସବୁ ହେଉଛି, ଇଣ୍ଟରନାଲ୍ କ'ଣ ଚାଲିଛି, ବର୍ତ୍ତମାନ ମାର୍କେଟ୍ ସିଚୁଏସନ୍ କ'ଣ ଅଛି। ତ ମାର୍କେଟରେ ଜବ୍ ପାଇଁ ତୁମେ ବିଲିଭ୍ କରିବନି, ପିଲା ଆଜିକା ଡେଟ୍ରେ ଲିଙ୍କଡଇନ୍ରେ ଗଦା ପିଲା ପୋଷ୍ଟ କରୁଛନ୍ତି, ଏ ଲେ ଅଫ୍ ହୋଇଗଲା, ସେଠି ଲେ ଅଫ୍ ହୋଇଗଲା, ସେ କମ୍ପାନୀ ଲେ ଅଫ୍ କରିଦେଲା, ଏ କମ୍ପାନୀ ଲେ ଅଫ୍ କରିଦେଲା। ମାନେ 1 ଇୟର୍ ହେଇଗଲାଣି, 6 ମନ୍ଥ ହେଇଗଲାଣି, 2 ଇୟର୍ ହେଇଗଲାଣି, ପିଲା ଏବେ ବି ଟ୍ରାଏ କରୁଛନ୍ତି, ତାଙ୍କ ଜବ୍ ଏପର୍ଯ୍ୟନ୍ତ ବି ମିଳିନି। ମୋତେ ମାନେ ମାର୍କେଟ କେତେ ଟପ୍ ଅଛି ତୁମେ ଜାଣିବାକୁ ଟ୍ରାଏ କର। ତ ବର୍ତ୍ତମାନ ମାର୍କେଟର ଏ ଯେଉଁ ସିଚୁଏସନ୍, ବର୍ତ୍ତମାନ କେଉଁ ଯାଏ ଚାଲିବ, କେତେ ବର୍ଷ ଚାଲିବ, କେତେ ମାସ ଚାଲିବ, କେତେ ଦିନ ଚାଲିବ, କାହାକୁ ଜଣା ନାହିଁ। ବର୍ତ୍ତମାନ ଏ ସିଚୁଏସନ୍ ଦରକାର ବେଳେ କଣ୍ଟିନ୍ୟୁ ହୋଇପାରେ। ସିଚୁଏସନ୍ ଧୀରେ ଧୀରେ, ଆମେରିକା ଏବେ ଯେଉଁ ସଡ଼ନ୍ ଆମେରିକା ଯେଉଁ ଡିକ୍ଲେୟାର କଲା କି ଯେଉଁମାନେ ବି ଇଣ୍ଡିଆନ୍ ରହୁଛନ୍ତି ସେମାନେ ଇଣ୍ଡିଆକୁ ରିଟର୍ନ ଆସିବେ। ତ ବର୍ତ୍ତମାନ ଯେଉଁ ବି ଷ୍ଟେଟ୍ରେ ଲୋକ ଜବ୍ କରୁଛନ୍ତି, ପିଲା ଜବ୍ କରୁଛନ୍ତି ପ୍ରାଇଭେଟ୍ ଜବ୍, ତ ସେ ଷ୍ଟେଟ୍ରେ ବି କିଛି ବି ହେଇପାରେ। ଯେହେତୁ ପିଲା ବଢ଼ିଗଲେ ତାଙ୍କ ନିଜ ଷ୍ଟେଟ୍ ଉପରକୁ ସେମାନେ ବି ମାନେ ଅଧିକାଂଶ ତାଙ୍କୁ ବି ଫୋକସ୍ କରିପାରନ୍ତି କି ଆମ ଷ୍ଟେଟ୍ର ପିଲା ଅଧିକ ଜବ୍ ପାଇବେ ଆଗ, ତାପରେ ଆଉ ଯେଉଁ ଷ୍ଟେଟ୍ ରହିଲା ସିଏ ବି ଜବ୍ ପାଇବେ।